ଅଟଳ ଟ୍ରମ୍ପ ଅଟଳ ଇରାନ ଭୟଙ୍କର ଜିଦ୍ରେ ଜଳୁଛି ହରମୁଜ ଚରମ ସୀମାରେ ଆମେରିକା ଇରାନ ସଂଘର୍ଷ ଶାନ୍ତି ଆଲୋଚନାରେ କଣ୍ଟା ସାଜିଛି ଟ୍ରମ୍ପଙ୍କ ବ୍ଲକେଟ୍ ନୀତି ଓମାନ ସାଗରରେ ଇରାନ ଜାହାଜକୁ ଆକ୍ରମଣ କରି ଆମେରିକା ଜବତ କରିବା ପରେ ଆହୁରି ବଢ଼ିଯାଇଛି ଉତ୍ତେଜନା ଜବାବରେ ଆମେରିକା ସାମରିକ ଜାହାଜ ଉପରେ ଇରାନ କରିଛି ଡ୍ରୋନ୍ ଆଟାକ୍ ଏପଟେ ଶାନ୍ତି ଆଲୋଚନାକୁ ଇରାନ ମନା କରିଦେଇଥିବା ବେଳେ ଦିନକ ପରେ ପୁଣି ଯୁଦ୍ଧ ଆରମ୍ଭ ହୋଇଯିବା ଆଶଙ୍କା ବଢ଼ିଛି ଚୁକ୍ତି ନ ହେବା ପର୍ଯ୍ୟନ୍ତ ବ୍ଲକେଟ୍ ଜାରି ରଖିବାକୁ ଚେତାବନୀ ଦେଇଛି ଏବଂ ହରମୁଜ ବନ୍ଦ କରିଦେଇଛି ତେବେ ବିନା ଅନୁମତିରେ ଏହି ଅଞ୍ଚଳରେ ଦେଇ ଯାଉଥିବା କୌଣସି ଜାହାଜ ବା ଟ୍ୟାଙ୍କର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସିଧା ଧମକ ଦେଇଛି। ଆସନ୍ତା 22 ତାରିଖରେ ସରୁଛି ଇରାନ ଆମେରିକା ସିଜ୍ ଫାୟାର ଏହାରି ଭିତରେ ଚୁକ୍ତି ନ ହେଲେ ପୁଣି ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଯିବ ମହାଯୁଦ୍ଧ ଏପରିକି ଚୁକ୍ତି ନ କଲେ ଇରାନ ଉପରେ ଭୀଷଣ ଆକ୍ରମଣ କରିବାକୁ ଟ୍ରମ୍ପ ଚେତାଇ ସାରିଲେଣି ସେପଟେ ଜଟିଳ ସ୍ଥିତିକୁ ଦେଖି ବିଶ୍ୱ ବଜାରରେ ବି ଅଶାନ୍ତି ଉପୁଜିଲାଣି ପୁଣି ଥରେ ବଢ଼ିଛି ଅଶୋଧିତ ତୈଳ ଦର ଏଣୁ ଯୁଦ୍ଧ ବନ୍ଦ ନହେଲେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି ତେବେ ସେପଟେ ଇରାନ ନିଜ ଜିଦ୍ଦିରେ ଅଟଳ ରହୁଥିବା ବେଳେ ଫଁ ଫଁ ହେଇ ରାଗୁଛି ଆମେରିକା। ବ୍ୟୁରୋ ରିପୋର୍ଟ ବିରଜା ନ୍ୟୁଜ୍।